So cholesterol is very very important and very very requirement for our body. କାହିଁକି ନା ଆମର ଯେଉଁ ବଡିଟା ଅଛି, ଆମର ଯେଉଁ ସ୍କିନ୍ ଲେୟାର ଅଛି, ଇଟ୍ ଇଜ୍ ଜଷ୍ଟ ଏ ଲିପିଡର ଲେୟାର। ଲିପିଡ ମିନ୍ସ କୋଲେଷ୍ଟରଲ। ଏବଂ ସ୍କିନ୍ ଲେୟାର ଯୋଗୁଁ ଆମେ ମନେକର ପାଣିରେ ଗାଧୋଇଲେ ମଧ୍ୟ ପାଣି ଆମ ଦେହ ଭିତରକୁ ପଶୁନାହିଁ। ତ ସେଥିପାଇଁ ଆମର କେବଳ ଆମ ସ୍କିନ୍ ନୁହଁ, ଆମର ପ୍ରତ୍ୟେକଟି ସେଲ୍ ମଧ୍ୟ ତାର ଲେୟାର ହେଉଛି ଲିପିଡ ଲେୟାର, ଡବଲ ଲିପିଡ ଲେୟାର। ଏବଂ ସେ ଲିପିଡ କେଉଁଠୁ ଆସିବ? କୋଲେଷ୍ଟରଲରୁ ଆସିବ, ତିଆରି ହୁଏ। ତ ସେଥିପାଇଁ କୋଲେଷ୍ଟରଲ ଆମ ଦେହ ପାଇଁ ବହୁତ ଜରୁରୀ। ଏବଂ ତା ସହିତ ଆମର ଯେତେ ହରମୋନ ଅଛନ୍ତି, ଯେତେଗୁଡ଼ା ନ୍ୟୁରୋ ଟ୍ରାନ୍ସମିଟର ଅଛନ୍ତି, ଯେଉଁଟା ବଡିକୁ ମେଣ୍ଟେନ୍ କରୁଛନ୍ତି, ବଡିରେ ଇନଫର୍ମେସନ୍ ଟ୍ରାନ୍ସମିଟ୍ କରୁଛନ୍ତି, ସେ ସବୁ ଗୁଡ଼ାକର ମେନ୍ କମ୍ପୋନେଣ୍ଟ ହେଉଛି କୋଲେଷ୍ଟରଲ। ୱିଦାଉଟ୍ କୋଲେଷ୍ଟରଲ ସେଗୁଡ଼ିକୁ ବଡିରେ ସିନ୍ଥେସିସ୍ ହେଇପାରିବେ ନାହିଁ। ତେଣୁ କୋଲେଷ୍ଟରଲଟା ବିଷୟରେ ଆମେ ଜାଣିବା ଜରୁରୀ। କାହିଁକିନା ବହୁତ ସମୟରେ ଆମେ ଭାବୁ ଯେ କୋଲେଷ୍ଟ୍ରଲ ବଢ଼ିଗଲା, ସାଙ୍ଗେ ସାଙ୍ଗେ କୋଲେଷ୍ଟ୍ରଲ କମେଇଦେବା। ବଟ୍ ସେଇଟା ଏକ୍ଜାକ୍ଟଲି ନୁହଁ। ଏବଂ ସେଥିରେ ଗୋଟେ ବହୁତ ବଡ଼ ସ୍କାମ୍ ମଧ୍ୟ, ଏବଂ ବହୁତ ବଡ଼ ବଡ଼ ଡାକ୍ତରମାନେ, ଯେଉଁମାନେ ସାଇଣ୍ଟିଷ୍ଟ ମାନେ, ତାକୁ ସେ ସ୍କାମ୍କୁ ଏକ୍ସପୋଜ୍ ବି କରିଛନ୍ତି ଯେ ଯେଉଁ କୋଲେଷ୍ଟ୍ରଲ ଔଷଧ ଗୋଟେ ସ୍କାମ୍, ଏବଂ ସେଥିରେ ସବୁବେଳେ ତାକୁ ଖାଇଲେ ମଧ୍ୟ ସେଥିରେ ଦେହର ବହୁତ କ୍ଷତିକାରକ ହୁଏ। ସେ ପ୍ରଥମେ ହେଉଛି ସାଚୁରେଟେଡ୍ ଫ୍ୟାଟ୍ସ ଆର୍ ବ୍ୟାଡ୍। ସାଚୁରେଟେଡ୍ ଫ୍ୟାଟ୍, ଆମର ଦୁଇ ପ୍ରକାର ଫ୍ୟାଟ୍ ଅଛି, ଗୋଟେ ସାଚୁରେଟେଡ୍, ଗୋଟେ ଅନସାଚୁରେଟେଡ୍। ତ ପ୍ରଥମେ ସେମାନେ କହିଲେ ଯେ ସାଚୁରେଟେଡ୍ ଫ୍ୟାଟ୍ ଯୋଗୁଁ ହାର୍ଟ ଡିଜିଜ୍ ହେଉଛି। କିନ୍ତୁ ପରେ ପରୀକ୍ଷା କରିକି ଦେଖାଗଲା ମୋର୍ ଦେନ୍ 5 ଲାଖରୁ 7 ଲାଖ ପାର୍ଟିସିପାଣ୍ଟ ଏବଂ ଏମଙ୍ଗ 30ରୁ 35 କଣ୍ଟ୍ରି ଇଣ୍ଟରନ୍ୟାସନାଲ୍ ଲେଭେଲର ଯେତେବେଳେ ଟ୍ରାଏଲ୍ କରିକି ଦେଖାଗଲା ଯେ ସାଚୁରେଟେଡ୍ ଫ୍ୟାଟ୍ ସହିତ କୌଣସି ହାର୍ଟ ଡିଜିଜ୍ର ସମ୍ପର୍କ ନାହିଁ। ଏବଂ ସାଚୁରେଟେଡ୍ ଫ୍ୟାଟ୍ ଯେଉଁଟା ଆପଣ ଘିଅରେ ଖାଉଛନ୍ତି ବା ନର୍ମାଲ ତେଲରେ ଖାଉଛନ୍ତି, ସେଟା ସାଚୁରେଟେଡ୍ ଫ୍ୟାଟ୍ ଅଛି ଏବଂ ସେଟା ଆପଣ ଖାଇପାରିବେ। ସେଥିରେ କୌଣସି ପ୍ରକାର ମାନେ ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। ଏବଂ ଯେଉଁଟା ମୁଁ ଆପଣଙ୍କୁ କହୁଥିଲି ଯେ କୋଲେଷ୍ଟରଲଟା ହେଉଛି ଆମ ସେଲ୍ର ଲେୟାରଟା। ଏଇ ଯେଉଁ ଲେୟାରଟା, ଏଇଟା ପ୍ରତ୍ୟେକ ସେଲ୍ରେ ଆମର ଲେୟାର ଅଛି। ଏବଂ ଏଠି ଦେଖନ୍ତୁ ଲିପିଡର ରାଫ୍ଟ ଅଛି, ଏଇଟା ସେଲ୍ର, ଏବଂ ଏଥିରେ ନ୍ୟୁରୋ ଟ୍ରାନ୍ସମିଟର ମାନେ ଲାଗନ୍ତି। ତେଣୁ କୋଲେଷ୍ଟରଲ ଇଜ୍ ଏ ଭେରି ଇମ୍ପୋର୍ଟାଣ୍ଟ କମ୍ପୋନେଣ୍ଟ ଆମ ବଡି ପାଇଁ। ତାକୁ ଯଦି ଆମେ କମେଇବା, ତାର ଲେବୁଲ୍ କମେଇଦେବା ବଡି ଭିତରେ, ତାହେଲେ ଆମ ଦେହ ଭିତରେ ଅଲଗା ରୋଗ ଗୁଡ଼ିକ ମଧ୍ୟ ଷ୍ଟାର୍ଟ ହେବ, ବଡି ପ୍ରୋଟେକ୍ସନ୍ ଆସିବ ନାହିଁ। ଏବଂ ଯେଉଁଟା ମୁଁ କହୁଥିଲି ଯେ ହରମୋନ ଗୁଡ଼ିକ, ଆଲ୍ଡୋଷ୍ଟିରନ୍ ହଉ, ହାଇଡ୍ରୋକର୍ଟିସନ୍, ଟେଷ୍ଟୋଷ୍ଟିରନ୍, ଯେତେ ପ୍ରକାର ଆମର ହରମୋନ ରହିଛି, ଷ୍ଟିରୋଏଡ୍ ହରମୋନ, ସେ ସବୁଗୁଡ଼ାର ସିନ୍ଥେସିସ୍ର ମେନ୍ କମ୍ପୋନେଣ୍ଟ ହେଉଛି କୋଲେଷ୍ଟରଲ। ବିନା କୋଲେଷ୍ଟରଲରେ ଆପଣଙ୍କର ହରମୋନ ସିନ୍ଥେସିସ୍ ହେଇପାରିବ ନାହିଁ। ଯେଉଁଟା ଆମର ଯେଉଁ ଆଣ୍ଡ୍ରୋଜେନ୍, ଟେଷ୍ଟୋଷ୍ଟିରନ୍, ପ୍ରୋଜେଷ୍ଟିରନ୍, ଏସବୁର ମେନ୍ କମ୍ପୋନେଣ୍ଟ ହେଉଛି ଏଇଟା ଆପଣଙ୍କର ଗୋନାଡ ସିନ୍ଥେସିସ୍ ବା ଆମର ଯେଉଁ ଟେଷ୍ଟିସ୍ ଆଉ ଓଭାରି ସିନ୍ଥେସିସ୍ରେ ହେଲ୍ପ କରନ୍ତି। ଆଲ୍ଡୋଷ୍ଟିରନ୍ ଯେଉଁଟା ଆମର ଫ୍ଲୁଇଡ୍ ବାଲାନ୍ସରେ ହେଲ୍ପ କରେ। ହାଇଡ୍ରୋକୋର୍ଟିସନ୍ ଯେଉଁଟାକି ଆମର ଗ୍ଲୁକୋଜ୍ ବାଲାନ୍ସ ବା ଆମର ମିନେରାଲ ଗ୍ଲୁକୋକର୍ଟିକଏଡ୍ ବାଲାନ୍ସରେ ହେଲ୍ପ କରେ। ଏବଂ ତାପରେ ଆସିଲା ଏଲଡିଏଲ୍ ପାର୍ଟିକଲ୍। ଆପଣ ଦେଖନ୍ତୁ ଯେ ଏଲଡିଏଲ୍ ପାର୍ଟିକଲ୍ ଯେଉଁଟାକି ଆମ ବଡି ପାଇଁ ବହୁତ ଜରୁରୀ। ଟେଷ୍ଟୋଷ୍ଟିରନ୍ ମେଡ୍ ଫ୍ରମ୍ କୋଲେଷ୍ଟ୍ରଲ୍ ଡିରାଇଭ୍ ଫ୍ରମ୍ ଏଲଡିଏଲ୍। ତେଣୁ ଆପଣ କୋଲେଷ୍ଟ୍ରଲ୍ ରିପୋର୍ଟରେ ଗୋଟେ ଦେଖିଥିବେ, ଗୋଟେ ଏଲଡିଏଲ୍ ଅଛି। ତେଣୁ ସେ ଏଲଡିଏଲ୍ଟା ମଧ୍ୟ ଆମ ପାଇଁ ବହୁତ ଜରୁରୀ। ଆମକୁ ଏଲଡିଏଲ୍ ଦରକାର ବିଭିନ୍ନ ଜିନିଷ ତିଆରି କରିବା ପାଇଁ। ବାଇଲ୍ ଏସିଡ୍ ଯେଉଁଟା ଆମର ଖାଦ୍ୟ ହଜମ କରିବାରେ ମୁଖ୍ୟ ଭୂମିକା କରେ, ବାଇଲ୍ ଯେଉଁଟାକି ଆମର ପିତ୍ତକୋଷରେ ଥାଏ, ଯେଉଁଟା ଲିଭରରୁ ସିନ୍ଥେସିସ୍ ହୁଏ, ସେ ତାର ମଧ୍ୟ ମୂଳ କମ୍ପୋନେଣ୍ଟ ହେଉଛି କୋଲେଷ୍ଟରଲ। ଆମର ଗଲ୍ ବ୍ଲାଡର, ଏଇଟା ଦେଖିଥିବେ, ଏଇଟା ଲିଭର, ଏଇଟା ହେଉଛି ଲିଭର, ଏଇଟା ହେଉଛି ଗଲ୍ ବ୍ଲାଡର ବା ପିତ୍ତକୋଷ ତାକୁ କହନ୍ତି। ଏବଂ ଏଥିରେ ବାଇଲ୍ ସିନ୍ଥେସିସ୍ ହେଲେ ସେଇଟା ଖାଦ୍ୟରେ ମିଶିଲେ ଏଇଟା ହଜମରେ ସାହାଯ୍ୟ କରେ। ଏବଂ ଏହାର ମଧ୍ୟ ମୂଳ କମ୍ପୋନେଣ୍ଟ ହେଉଛି କୋଲେଷ୍ଟରଲ। ଭିଟାମିନ୍ ଡି ଯେଉଁଟା ଆମ ପାଇଁ ବହୁତ ଜରୁରୀ। ଆପଣ ଜାଣିଥିବେ ଭିଟାମିନ୍ ଡିଟା ଇମ୍ୟୁନିଟି ବଢ଼ାଏ। ଭିଟାମିନ୍ ଡି ଆମର ସେପ୍ସିସ୍ କଣ୍ଟ୍ରୋଲ କରେ, ଇନଫେକ୍ସନ୍ ପ୍ରିଭେଣ୍ଟ କରେ। ଏବଂ ଭିଟାମିନ୍ ଡିର ବହୁତ ଗୁଡ଼ାଏ ପଜିଟିଭ୍ ଜିନିଷ ଅଛି। ଏବଂ ତାର ସିନ୍ଥେସିସ୍ର ମଧ୍ୟ ମୂଳ କମ୍ପୋନେଣ୍ଟ ହେଉଛି କୋଲେଷ୍ଟରଲ। କୋଲେଷ୍ଟରଲ ଉପରେ ସନଲାଇଟ୍ ବା ସୂର୍ଯ୍ୟକିରଣ ପଡ଼ିଲେ ସେଇଟା ଭିଟାମିନ୍ ଡିରେ ଫର୍ମେସନ୍ ହୁଏ। ତ ସେଥିପାଇଁ ଆମେ କହୁ ଯେ ସୂର୍ଯ୍ୟକିରଣରେ ଏକ୍ସପୋଜ ହେଲେ ଭିଟାମିନ୍ ଡି ସିନ୍ଥେସିସ୍ ହୁଏ। ତ ସେଇଟା କୋଲେଷ୍ଟରଲ ଯୋଗୁଁ ତିଆରି ହୁଏ। ତେଣୁ ସେଥିପାଇଁ କୋଲେଷ୍ଟରଲ ବହୁତ ଜରୁରୀ ଆମ ଦେହ ପାଇଁ। ଏବଂ କୋଲେଷ୍ଟରଲ ଯେଉଁଟା ଫ୍ୟାଟ୍ ଲାଇକ୍ ଅଏଲ୍ ଡଜ୍ ନଟ୍ ଡିଜଲ୍ଭ ଇନ୍ ୱାଟର ବଟ୍ ବ୍ଲଡ୍ ଇଜ୍ ଆକ୍ୱେସ୍ ଅର୍ ଲାଇକ୍ ୱାଟର। ତେଣୁ ସେଥିରେ ଏଇଟା ଡିଜଲ୍ଭ ହୁଏ ନାହିଁ। ତ ଇମ୍ପୋର୍ଟାଣ୍ଟ ହେଉଛି ଯେ ଆମର ଟ୍ରାଇଗ୍ଲିସେରାଇଡ୍। ଏବଂ ଏଇ ଟ୍ରାଇଗ୍ଲିସେରାଇଡ୍ଟା ଆମର ବିଶେଷ କରି କ'ଣ କରେ
ନା ଆମର ଯୋଉଠି ଇଞ୍ଜୁରି ହୁଏ, ମନେକର ଆପଣଙ୍କର ବ୍ଲଡ ଭେସେଲରେ କୋଉଠି ଇଞ୍ଜୁରି ହେଲା, ତ ସେଠି ପ୍ଲେଟଲେଟ ପ୍ରଥମେ ଜମା ହୁଏ ଏବଂ ପ୍ଲେଟଲେଟ ଆଟ୍ରାକ୍ଟ କରେ ଟ୍ରାଇଗ୍ଲିସେରାଇଡ୍କୁ ଏବଂ ସେଇଟା ବ୍ଲକ୍ କରେ ଏବଂ ମେନଲି ଇଞ୍ଜୁରି କିଏ କରେ ନା ସୁଗର କରେ। ଆମର ଯେଉଁ ଆପଣ ଜାଣୁଥିବେ ଯେଉଁ ହାର୍ଟ ଆଟାକ୍ ହୁଏ ବା ଷ୍ଟ୍ରୋକ୍ ହୁଏ, ସେଇଟା କ'ଣ ହୁଏ ନା ଗୋଟେ ବ୍ଲକ୍ ହେଇଯାଏ, ଗୋଟେ ବ୍ଲଡ ଭେସେଲ ବ୍ଲକ୍ ହେଇଯାଏ। କେମିତି ହୁଏ ନା ପ୍ରଥମେ ସୁଗର ଯେଉଁଟା କାର୍ବୋହାଇଡ୍ରେଟ୍ ସେ ଇଞ୍ଜୁରି କରାଏ। ଯଦି ମନେ କରନ୍ତୁ ଆପଣଙ୍କ ଭିତରେ ଗୋଟେ ଇଣ୍ଟରନାଲ ଇଞ୍ଜୁରି ହେଲା, ବଡି କ'ଣ କରିବ, ତାକୁ ଇଞ୍ଜୁରିଟାକୁ ଫିଲ୍ଅପ୍ କରିବା ପାଇଁ ସାଙ୍ଗେ ସାଙ୍ଗେ ତାର ମେସିନାରୀ ପଠାଇବ ଏବଂ ସେଥିରେ କ'ଣ ହୁଏ ନା ପ୍ଲେଟଲେଟ୍ ଆସିଯାଏ। ପ୍ଲେଟଲେଟ୍ ଆସିଗଲା ପରେ ତାପରେ ଧୀରେ ଧୀରେ ସେଥିରେ ଟ୍ରାଇଗ୍ଲିସେରାଇଡ୍ ଆସେ, ଲୋ ଏଲଡିଏଲ୍ ଗୁଡ଼ିକ ଆସନ୍ତି ଏବଂ ସେମାନେ ଆସିକି ସେଠି ଗୋଟେ ପ୍ଲେକ୍ ଫର୍ମେସନ୍ କରନ୍ତି ଏବଂ ଯେତେବେଳେ ସେଇଟା ବଡ଼ ହେଇଯିବ, ତାହେଲେ ବ୍ଲଡ୍ ଭେସେଲଟା ଆପଣଙ୍କର ବ୍ଲକ୍ ହେଇଗଲା। ଆଉ ଥରେ ବ୍ଲକ୍ ହେଇଗଲେ ଆପଣଙ୍କର ହାର୍ଟରେ ହେଲେ ହାର୍ଟ ଆଟାକ୍ ହେଲା ଏବଂ ବ୍ରେନ୍ ହେଲେ ଷ୍ଟ୍ରୋକ୍ ହେଲା। ତ ସେଥିପାଇଁ ଆମର ମେନ୍ ଫୋକସ୍ ରହେ ଯେ ଟ୍ରାଇଗ୍ଲିସେରାଇଡ୍ ଏବଂ ଟ୍ରାଇଗ୍ଲିସେରାଇଡ୍ ବଢ଼େ, ତ ଏଇଟା ହେଉଛି ଫଙ୍କସନ୍ ଅଫ୍ ଏଲଡିଏଲ୍। ଫଙ୍କସନ୍ ଅଫ୍ ଏଲଡିଏଲ୍ ଯେଉଁଟା, ଏଥିରେ ଏନର୍ଜି ଡେଲିଭରି, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ୟାଟ୍ ସଲ୍ୟୁବଲ୍ ଭିଟାମିନକୁ ଆବଜର୍ପସନ୍ କରିବାରେ ଏଲଡିଏଲ୍ ହେଲ୍ପ କରେ। ନ୍ୟୁଟ୍ରାଲାଇଜ୍ ପାଥୋଜେନ୍, ଏପୋପ୍ଟୋସିସ୍ ଯେଉଁଟା ଆମର ମାଲିଗ୍ନାସି ପ୍ରିଭେଣ୍ଟ କରେ, କ୍ୟାନ୍ସର ପ୍ରିଭେନ୍ସନ୍ କରେ, ସେଲ୍ ରିପେୟାର, ସେଲ୍ ସିଗ୍ନାଲିଂ। ତ ଏସବୁ ଜିନିଷରେ ଏଲଡିଏଲ୍ ଆମକୁ ହେଲ୍ପ କରେ ଏବଂ ଫାଷ୍ଟିଂ ଇନକ୍ରିଜେସ୍ ଟୋଟାଲ କୋଲେଷ୍ଟରଲ୍ एंड एलडीएल कोलेस्टेरोल एंड रिड्यूस आईजीएफ-1। आईजीएफ-1 जोड़ा क्षतिकारक, सेटा फास्टिंग कले सेटा कमी जाए एवं आमर नॉर्मल जोड़ा आमर हेल्दी कोलेस्टेरोल से गुड़िक बढ़ती, जो आम फास्टिंग टाको आम ट्रिटमेंट गोटे मुख्य भूमिका रखीचु। तो से आमर मूल आर टोटल मेसेज है जे आमे जो कार्बोहाइड्रेट जोटा आमर ट्राइग्लिसराइड बढ़ाए ताकू आमे कमे देले आमे हार्ट डिजीज रु निजको प्रिवेंशन करि पारिबु। ଏବଂ ତାପରେ ଆସିଲା ଭେଜିଟେବୁଲ ଅଏଲ୍ସ ଆର୍ ବେଟର। ଭେଜିଟେବୁଲ ଅଏଲ୍ସ ଗୁଡ଼ିକ ସାଧାରଣତଃ ଇନଫ୍ଲାମେଟରୀ। ସୋ ବର୍ତ୍ତମାନ ସାଇନ୍ସ କହୁଛି ଯେ ଭେଜିଟେବୁଲ୍ସ ଅଏଲ୍ସ ଆର୍ ନଟ୍ ବେଟର। ହେଲା କି, ତ ଆମେ ଭେଜିଟେବୁଲ୍ସ ଅଏଲ୍ ଯେଉଁଗୁଡ଼ା ଅଛି, ଯେଉଁ ସଫଲା ବା ସନଫ୍ଲାୱାର, ତାକୁ ଆମେ ଏଭଏଡ଼ କରିବା। ୱିଲ୍ ଗୋ ଫର୍ ଦ ମଷ୍ଟାର୍ଡ ଅଏଲ୍ ଅର୍ ଘି ଅର୍ କୋକୋନଟ୍ ଅଏଲ୍। ଏବଂ କୋକୋନଟ୍ ଅଏଲ୍ ଇଜ୍ ମଚ୍ ମୋର୍ ସୁପରିୟର। ହେଲା, ଏଇଟା ଗଲା ଆପଣଙ୍କର। ଏବଂ ତାପରେ ଆସିଲା ରିଫାଇଣ୍ଡ ଭେଜିଟେବଲ ଅଏଲ୍ସ ପ୍ରମୋଟ ଇନଫ୍ଲାମେସନ୍। ଯେଉଁଟା ମୁଁ କହିଲି ଭେଜିଟେବଲ ଅଏଲ୍ସ ଇନଫ୍ଲାମେସନ୍ ଆମକୁ ବଡ଼ିରେ ପ୍ରମୋଟ କରେ ଏବଂ ହାର୍ଟ ଡିଜିଜ୍କୁ ପ୍ରମୋଟ କରେ। ତ ଆମେ ଭେଜିଟେବଲ ଅଏଲ୍ସ ଗୁଡ଼ାକୁ ଏଭଏଡ଼ କରିବା। ଦେନ୍ ଫ୍ୟାଟ୍ ଆଣ୍ଡ ଅଏଲ୍ସ ଆର୍ ମେକ୍ ୟୁ ୱେଟ୍ ଗେନ୍। ଏଇଟା ଆକ୍ଚୁଆଲି ଭୁଲ ଷ୍ଟେଟମେଣ୍ଟ, ବିକଜ ଯଦି ଆପଣ ରାଇଟ୍ କାଇଣ୍ଡ ଅଫ୍ ଫ୍ୟାଟ୍ ନେବେ ବା ଅଏଲ୍ ନେବେ, ଦ୍ୟାଟ୍ ଇଜ୍ ପ୍ରୋଟେକ୍ଟ ୟୁ ଏଗେନ୍ଷ୍ଟ ଦ ୱେଟ୍ ଗେନ୍। ବିଶେଷ କରି ଆମେ ଯେଉଁ ଯୋଗ ମଧ୍ୟ ଶିଖାଉ, ଯେଉଁ ବେସିକ୍ ଯୋଗ ବା ହଟ୍ ଯୋଗ, ତାର ରୁଲ୍ ହେଉଛି ଯେ ଯୋଗ ପରେ ୟୁ ୟୁ ସୁଡ୍ ଟେକ୍ ଘି। ନା କାହିଁକି ନା ଘି ୱିଲ୍ କ୍ଲିନ୍ସ ୟର ବଡି ଏବଂ ଘିଟା ଆପଣଙ୍କର ମୋବିଲାଇଜ କରାଇବ। ଯେଉଁ ଜଏଣ୍ଟ ଫଏଣ୍ଟରେ ଆପଣଙ୍କର ମୁଭମେଣ୍ଟ ନାହିଁ, ସେଥିରେ ଆପଣଙ୍କର ମୋବିଲାଇଜର ମଧ୍ୟ ଘିଟା, ଯେଉଁ ଅଏଲ୍ଟା ଆବଜର୍ଭ ହେଇକି ଘି ଏବଂ ମୋବିଲାଇଜେସନରେ ମଧ୍ୟ ହେଲ୍ପ କରିବ ଏବଂ ଇଟ୍ ୱିଲ୍ ଗିଭ୍ ଅଲସୋ ଏନର୍ଜି ଅଲସୋ ଆପଣଙ୍କୁ ଦେବ। ସୋ ଘିଟା ଗୋଟେ ମିଡ଼ିୟମ୍ ଇନ୍ ଆୟୁର୍ବେଦିକରେ ମଧ୍ୟ ଘିଟା ଗୋଟେ ବହୁତ ବଡ଼ ମିଡ଼ିୟମ୍ ଫର୍ ଅଲ୍ ଟାଇପ୍ ଅଫ୍ ଟ୍ରିଟମେଣ୍ଟ। ସୋ ଇଟ୍ ଇଜ୍ ଗୁଡ୍ ଫର୍ ହେଲ୍ଥ। ଆପଣ ନିଜ ସ୍ୱାସ୍ଥ୍ୟ ପାଇଁ ୟୁ କ୍ୟାନ୍ ଟେକ୍ ଘି ଏବଂ ଯୋଗ ଯଦି ଆପଣ ରେଗୁଲାର କରୁଛନ୍ତି, ଘିଅ ଆପଣ ସଫିସିଏଣ୍ଟ ଆମାଉଣ୍ଟ ନେଇପାରିବେ। ଏବଂ ଯେଉଁଟା ସାଇନ୍ସ, ଯେଉଁ ଡକ୍ଟର ମାର୍କ ହାଇମାନ ଯେ ତାକୁ ରିସର୍ଚ୍ଚ କରିକି କହିଛନ୍ତି ଯେ ତାଙ୍କର ଗୋଟେ ଗୋଲ୍ଡେନ୍ ଷ୍ଟେଟମେଣ୍ଟ ସେ ଦେଇଛନ୍ତି ଯେ ୟୁଏସ୍ଏରେ ଡାଏଟ୍ ଉପରେ ବହୁତ ରିସର୍ଚ୍ଚ କରିଛନ୍ତି ଏବଂ ବହି ଲେଖିଛନ୍ତି ଯେ ଇଟ୍ ଫ୍ୟାଟ୍ ଗେଟ୍ ଥିନ୍। ଅର୍ଥାତ୍ ଆପଣ ଯେତେ ଫ୍ୟାଟ୍ ଖାଇବେ ସେତେ ପତଳା ହେଇଯିବେ, ପ୍ରୋଭାଇଡେଡ୍ ଇଟ୍ ସୁଡ୍ ନଟ୍ ଇନକ୍ଲୁଡ୍ କାର୍ବୋହାଇଡ୍ରେଟ୍। କାର୍ବୋହାଇଡ୍ରେଟ୍ ଏଥିରେ ରହିବା କଥା ନୁହଁ। କାର୍ବୋହାଇଡ୍ରେଟ୍ ରହିଲେ ଆପଣ ଘିଅ ସାଙ୍ଗରେ, ଯଦି ମନେକର ଭାତ ସାଙ୍ଗରେ ଘିଅ ଖାଇଲେ ଆପଣ ମୋଟା ହେଇଯିବେ, ଖାଲି ଘିଅ ଖାଇଲେ ପତଳା ହେଇଯିବେ। ଫ୍ୟାଟ୍ସ ଆର୍ ଡାଇରେକ୍ଟ କଜ୍ ଅଫ୍ ହାର୍ଟ ଡିଜିଜ୍। ଯେଉଁଟା ମୁଁ କହିଦେଲି ଯେ କାର୍ବୋହାଇଡ୍ରେଟ୍ ଇନକ୍ରିଜ୍ ରିସ୍କ ଅଫ୍ ହାର୍ଟ ଡିଜିଜ୍ ଆଣ୍ଡ ଡେଥ୍, ନଟ୍ ଫ୍ୟାଟ୍। ଅଏଲ୍ ସୁଡ୍ ନଟ୍ ବି ପୁଟ୍ ଇନ୍ ଗ୍ରୀନ୍ ସାଲାଡ୍। କିନ୍ତୁ ସାଇଣ୍ଟିଷ୍ଟ ମାନେ ବା ଡାଏଟେସିଆନ୍ ମାନେ କହୁଛନ୍ତି ଯେ ଗ୍ରୀନ୍ ସାଲାଡ୍ ଯେଉଁଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ଡି, ଇ, କେ ଏଗୁଡ଼ା ଯେଉଁ ଅଛି, ଏଗୁଡ଼ାକ ଫ୍ୟାଟ୍ ସଲ୍ୟୁବଲ୍ ଭିଟାମିନ୍। ତେଣୁ ସେ ତା ଉପରେ ଟିକେ ଅଏଲ୍ ବା ଘି ପକାଇଲେ ୟୁ ୱିଲ୍ ଗେଟ୍ ସଫିସିଏଣ୍ଟ ଆମାଉଣ୍ଟ ଅଫ୍ ଦ ଭିଟାମିନ୍ ଫ୍ରମ୍ ଦ ଗ୍ରୀନ୍ ସାଲାଡ୍। ତ ଯେଉଁ ସାଲାଡ୍ ମାନଙ୍କର ଆପଣଙ୍କର ଯେଉଁ କ୍ୟାରଟ୍ରେ ଭିଟାମିନ୍ ଏ ସଫିସିଏଣ୍ଟ ଆମାଉଣ୍ଟର ରହୁଛି ଏବଂ ଅନ୍ୟ ସବୁ ଯେଉଁ ଇଏରେ କିଛି ଆମାଉଣ୍ଟ ଭିଟାମିନ୍ ଡି, ଇ, କେ ରହୁଛି, ଏଗୁଡ଼ିକର ଏବଜର୍ପସନରେ ହେଲ୍ପ କରିବ। ଅର୍ଥାତ୍ ଆମ ବଡି ସଫିସିଏଣ୍ଟ ଆମାଉଣ୍ଟର ସେଇଟା ପାଇପାରିବ।
ଏବଂ ତାପରେ ଆସିଲା ଯେ ସବୁଠୁ ବେଷ୍ଟ କହୁଛନ୍ତି ଘି ପରେ କୋକୋନଟ୍ ଅଏଲ୍ ବିକଜ୍ ଇଟ୍ ଇଜ୍ ରେଜ୍ ଗୁଡ୍ କୋଲେଷ୍ଟରଲ୍, ଇଟ୍ ଇଜ୍ ଇମ୍ପ୍ରୁଭ୍ସ କ୍ୱାଲିଟି ସାଇଜ୍ ଆଣ୍ଡ ଟାଇପ୍ ଅଫ୍ କୋଲେଷ୍ଟରଲ୍, it lowers total cholesterol to HDL ratio which is a predictor of heart disease. HDL is a protective ଇଏ जो ଯେତେବେଳେ ରେସିଓଟା କମୁଛି ତାମାନେ କ'ଣ HDL ବଢ଼ୁଛି। HDL ଆମର ପ୍ରୋଟେକ୍ଟିଭ କୋଲେଷ୍ଟରଲ୍। ଆପଣ ଦେଖିବେ ଆପଣଙ୍କ ରିପୋର୍ଟରେ ଗୋଟେ HDL ଥିବ, ତାର ଭ୍ୟାଲୁ 40ରୁ ଅଧିକା ରହିବା ଜରୁରୀ। ତେଣୁ ସେଇଟା ହେଉଛି ବେଟର ପ୍ରେଡିକ୍ଟର ଅଫ୍ ହାର୍ଟ ଡିଜିଜ୍। ଏବଂ ମିଡ଼ିୟମ୍ ଚେନ୍ ଟ୍ରାଇଗ୍ଲିସେରାଇଡ୍ MCT ଏଇଟା ମଧ୍ୟ ଅଛି ଯେଉଁଟାକି ଆପଣଙ୍କର ଇନ୍ସୁଲିନ୍ ରେଜିଷ୍ଟାନ୍ସକୁ ରିଭର୍ସ କରିବାରେ ହେଲ୍ପ କରେ ଏବଂ କଗ୍ନିଟିଭ୍ ଫଙ୍କସନ୍ ହେଲ୍ପ କରେ। ସୋ କୋକୋନଟ୍ ଅଏଲ୍ ଇଜ୍ ଏ ଭେରି ଭେରି ବଟ୍ ଦ୍ୟାଟ୍ ସୁଡ୍ ଭେର୍ଜିନ୍ କୋକୋନଟ୍ ଅଏଲ୍ ବା କୋଲ୍ଡ ପ୍ରେସ୍ଡ କୋକୋନଟ୍ ଅଏଲ୍ ଯେଉଁଟା କହନ୍ତି, ନଟ୍ ପୋଡ଼ା କୋକୋନଟ୍ ଅଏଲ୍। ପୋଡ଼ା ନଡ଼ିଆ ତେଲରେ ସେତେ ବେନିଫିଟ୍ ଆପଣ ପାଇବେ ନାହିଁ, କାରଣ ସେଥିରେ ବହୁତ ଗୁଡ଼ାଏ ତାର ପ୍ରପର୍ଟି ନଷ୍ଟ ହେଇଯାଇଥାଏ। ୱାର୍ମ କଲେ ବହୁତ ଗୁଡ଼ା ପ୍ରପର୍ଟି ଅଛି। ସୋ କୋକୋନଟ୍ ଇଜ୍ ଆଣ୍ଟି ଫଙ୍ଗଲ୍ ଆଣ୍ଡ ଆଣ୍ଟିବ୍ୟାକ୍ଟେରିଆଲ ଯେଉଁଟା ନଡ଼ିଆ ତେଲ, ଏବଂ ଇଟ୍ କଣ୍ଟେନ୍ସ ଲରିକ୍ ଏସିଡ୍ ହୁଇଚ୍ ଏ ଗ୍ରେଟ୍ ଫର୍ ଇମ୍ୟୁନ୍ ଫଙ୍କସନ୍। ଇମ୍ୟୁନିଟି ମଧ୍ୟ ଆପଣଙ୍କର ବଢ଼ିବ ଯଦି ଆପଣ ନେଉଛନ୍ତି ଆପଣଙ୍କର। ସୋ ନ୍ୟୁଟ୍ରିସନାଲ କିଟୋସିସ୍ ଯଦି ଆପଣ ସଫିସିଏଣ୍ଟ ଆମାଉଣ୍ଟର ଅଏଲ୍ ବା ଫ୍ୟାଟ୍ ଖାଉଛନ୍ତି ଆଉ ପ୍ରୋଟିନ୍ ନେଉଛନ୍ତି, କାର୍ବୋହାଇଡ୍ରେଟ୍ କମେଇ ଦେଉଛନ୍ତି, ତାହେଲେ ଆପଣଙ୍କର କିଟୋସିସ୍ ଆକ୍ଟିଭେଟ୍ ହେବ ଏବଂ ସେଥିରେ କ'ଣ ହେବ ନା ଷ୍ଟେମ୍ ସେଲ୍ ପ୍ରୋଡକ୍ସନ୍ ହେବ, ଭିସେରାଲ୍ ଫ୍ୟାଟ୍ କମିବ, କ୍ୟାନ୍ସର ସେଲ୍ ମରିଯିବେ, ମେମୋରି କଗ୍ନିଟିଭ୍ ଫଙ୍କସନ୍ ବଢ଼ିଯିବ ଏବଂ ଫାଷ୍ଟିଂ ମଧ୍ୟ ସେଥିରେ ହେଲ୍ପ କରେ। ନ୍ୟୁଟ୍ରିସନାଲ କେଟୋସିସ୍ଟା ମଧ୍ୟ ଫାଷ୍ଟିଂ କଲେ ମଧ୍ୟ ଆକ୍ଟିଭେଟ୍ ହେବ। ହେଲା, ରିଡ୍ୟୁସ୍ ଇନଫ୍ଲାମେସନ୍ ଆଣ୍ଡ ଅକ୍ସିଡେଟିଭ୍ ଷ୍ଟ୍ରେସ୍, ଇନକ୍ରିଜ୍ ଲଙ୍ଗେଭିଟି। ସୋ ଦିସ୍ ଇଜ୍ ଅଲ୍ ଆବାଉଟ୍ କୋଲେଷ୍ଟରଲ୍। ଏବଂ ଟିକେ ଆଇଡ଼ିଆ ଆପଣ ରଖିଲେ ଯେ ଆମେ କୋଲେଷ୍ଟ୍ରଲ୍ ରିପୋର୍ଟରେ ବେସିକାଲି ଆମେ କେଉଁ କେଉଁ ଜିନିଷଟାକୁ ଦେଖିବା। ଦୁଇଟା ଜିନିଷକୁ ପ୍ରଥମେ ଦେଖିବେ, ମୁଁ ଯେଉଁଟା କହୁଛି, ଗୋଟେ ହେଉଛି ଟ୍ରାଇଗ୍ଲିସେରାଇଡ୍। ଟ୍ରାଇଗ୍ଲିସେରାଇଡ୍ ଅଧିକା ଅଛି କି ନାହିଁ, ଯେଉଁ ରେଞ୍ଜ ଅଛି ତାଠୁ ଅଧିକା ଅଛି କି ନାହିଁ। ଆଉ ଗୋଟେ ହେଉଛି HDL। ଟ୍ରାଇଗ୍ଲିସେରାଇଡ୍ ଆମର କମ୍ ରହିବା ଦରକାର ଆଉ HDL ଆମର ଅଧିକା ରହିବା ଦରକାର। ସେଇ ଜିନିଷଟାକୁ ଆମେ ସବୁବେଳେ ଧ୍ୟାନ ଦେବା ଏବଂ ସବୁବେଳେ ଆମେ କୋଲେଷ୍ଟରଲ୍ କମେଇବା ପାଇଁ ମେଡ଼ିସିନ ଖାଇବା ନାହିଁ। ମନେ କରନ୍ତୁ ଆମର ଅଧିକ ବାହାରିଲା ରିପୋର୍ଟରେ ଆସିଲା, ଇଫ୍ ଆମେ ଯଦି ମେଡ଼ିସିନ ନେଲୁ ମାସେ 2 ମାସ ପରେ ଆମେ ଚେକ୍ କରିବୁ ଏବଂ ତାପରେ ମେଡ଼ିସିନ ବନ୍ଦ କରିବୁ। କାହିଁକିନା ଆମେ ପେସେଣ୍ଟମାନଙ୍କୁ ଦେଖିଛୁ 5 ବର୍ଷ 6 ବର୍ଷ ଧରିକି ସେ ମେଡ଼ିସିନ ଖାଉଛନ୍ତି କୋଲେଷ୍ଟ୍ରଲ୍ କମେଇବା ପାଇଁ, ଯେଉଁଟା ଆକ୍ଚୁଆଲି କମ୍ପ୍ଲିଟଲି ରଙ୍ଗ ମେଥଡ଼। ଏବଂ ତାକୁ ଖାଇଲେ କ'ଣ ହେବ? ଯଦି ଆପଣ ଯେଉଁ କୋଲେଷ୍ଟ୍ରଲ୍ କମେଇବା ପାଇଁ ଯେଉଁ ମେଡ଼ିସିନ ଦିଆହେଉଛି ଷ୍ଟାଟିନ୍, ସେ ଷ୍ଟାଟିନ୍ କ'ଣ କରେ ନା ଆପଣଙ୍କର ମସଲ୍ ଗୁଡ଼ାକୁ ୱିକ୍ କରିଦିଏ। ହେଲା କି, ଏବଂ ବହୁତ ଲୋକଙ୍କୁ ମୁଁ ଦେଖିଛି ସେମାନଙ୍କର ବୋଥ୍ ଯେଉଁ ସ୍କେଲିଟାଲ୍ ମସଲ୍ ଆଉ ସ୍ମୁଥ୍ ମସଲ୍ ଦୁଇଟା ଯାକ ମସଲ୍ ଉପରେ ସେ କାମ କରେ ଏବଂ ଦୁଇଟା ଯାକ ମସଲ୍କୁ ସେ ୱିକେଣ୍ଡ କରିଦିଏ। ଆଉ ମୁଁ ଦେଖିଛି ଗୋଟେ ଦୁଇଟା କିଛି ପେସେଣ୍ଟକୁ ଯେଉଁମାନଙ୍କର ସିଭିୟର କନଷ୍ଟିପେସନ୍ ମଧ୍ୟ ହୁଏ, ଷ୍ଟାଟିନ୍ ଖାଇଲେ ସେମାନଙ୍କର ସିଭିୟର କନଷ୍ଟିପେସନ୍ ହୁଏ। ଏବଂ ଆଉ କେତେ ଜଣଙ୍କ ଭିତରେ ମଧ୍ୟ ମୁଁ ପର୍ସନାଲି ଅବଜର୍ଭେସନ୍ କରିଛି ଯେ ସେମାନଙ୍କର ସିଭିୟର ମସଲ୍ ଆକ୍, ଅର୍ଥାତ୍ ମସଲ୍ ଗୁଡ଼ା ବହୁତ ସିଭିୟର ପେନ୍ କରେ। ତେଣୁ କୌଣସି ମେଡ଼ିସିନ ଆଲୋପାଥିକ୍ କେମିକାଲ ମେଡ଼ିସିନ ଆମ ପାଇଁ କେବେ ବି ହିତକର ନୁହଁ। ଆମେ ସବୁବେଳେ ହୋଲିଷ୍ଟିକ୍ ଦେଖିବା ଯେ କେମିତି ଆମେ ନିଜ ରିପୋର୍ଟ ଅନୁସାରେ ନିଜକୁ ଏଜୁକେଟ୍ କରେଇକି ଆମର ଔଷଧକୁ ବନ୍ଦ କରିବା ଏବଂ ଠିକ୍ ସମୟରେ ଠିକ୍ ଡିସିସନ୍ ନେବା ଏବଂ କୋଲେଷ୍ଟ୍ରଲ୍ ରିପୋର୍ଟକୁ ଦେଖିକି ବେଶୀ ବ୍ୟସ୍ତ ହେବାନି, ଜମାରୁ ବେଶୀ ବ୍ୟସ୍ତ ହେବାନି। ଯାହା ଆମେ ଦେଖିବା ଯେ ଆମର HDL କେତେ ଅଛି, LDL କେତେ ଅଛି, ଆଉ ଟ୍ରାଇଗ୍ଲିସେରାଇଡ୍ କେତେ ଅଛି, ଆଉ ଟୋଟାଲ କୋଲେଷ୍ଟ୍ରଲ୍ କେତେ ଅଛି। ଟୋଟାଲ କୋଲେଷ୍ଟ୍ରଲ୍ ଡିଭାଇଡେଡ୍ ବାଇ HDLର ଗୋଟେ ରେସିଓ ମଧ୍ୟ ଆସୁଛି। ସେ ରେସିଓ ମଧ୍ୟ ଯଦି ଆମର କମ୍ ଅଛି ତାହେଲେ ଆମେ ପ୍ରୋଟେକ୍ସନରେ ଅଛୁ, ଯଦି ସେଟା ଅଧିକା ଅଛି ତାହେଲେ ଆମର ହାର୍ଟ ଡିଜିଜ୍ ହେବାର ଚାନ୍ସ ଅଛି। ତ ମୂଳ କଥା ରହୁଛି ଯେ ଆମେ ଆମ ଖାଦ୍ୟରେ କାର୍ବୋହାଇଡ୍ରେଟ୍କୁ କମ୍ ରଖିବା। ବିକଜ ଆପଣମାନେ ଦେଖିବେ ଯେ ସେତେ ବଡ଼ ବଡ଼ କାର୍ଡ଼ିଓଲୋଜିଷ୍ଟ ମଧ୍ୟ ଡକ୍ଟର ଦେବୀ ସେଠୀ ହୁଅନ୍ତୁ ବା ଡକ୍ଟର ରମାକାନ୍ତ ପଣ୍ଡା ହୁଅନ୍ତୁ, ସମସ୍ତେ ତାଙ୍କର ଇଣ୍ଟରଭ୍ୟୁ ଦେଖିବେ, ସେମାନେ ସମସ୍ତେ କହିଛନ୍ତି ଦ ମେନ୍ କଲପ୍ରିଟ୍ ଅଫ୍ ହାର୍ଟ ଡିଜିଜ୍ ଇଜ୍ କାର୍ବୋହାଇଡ୍ରେଟ୍, ନଟ୍ ଦ ଫ୍ୟାଟ୍ ଅର୍ ଅଏଲ୍। ତ କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର ଜାତୀୟ ଖାଦ୍ୟ ଯେଉଁଟାକି ଭାତ, ରୁଟି, ଅଟା, ମଇଦା ଏଗୁଡ଼ିକ ହେଉଛି ଆପଣଙ୍କର ଯେଉଁ କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ। ତ ତାକୁ ଆମେ ଡାଏଟ୍ରେ କମ୍ ରଖିବା। ଅଧିକ ଆମେ ଗ୍ରୀନ୍ ଲିଫି ଭେଜିଟେବଲ୍ସ ଖାଇବା, ପ୍ରୋଟିନ୍ ଖାଇବା ଏବଂ ଫ୍ୟାଟ୍ ଅଧିକ ଖାଇବା ଏବଂ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ମେଣ୍ଟେନ୍ କରିବା ଆଉ ସପ୍ତାହରେ ଦିନେ ଫାଷ୍ଟିଂ କରିବା। ଏବଂ ଏ ତ ହେଲା ଆମର ଫିଜିକାଲ ଇଏରେ। ଏବଂ ମେଣ୍ଟାଲ ଲେଭେଲରେ ଆମେ ପଜିଟିଭ୍ ଆଫର୍ମେସନ୍ ପ୍ରାକ୍ଟିସ୍ କରିବା, ହିଲିଂ ପ୍ରାକ୍ଟିସ୍ କରିବା ଆଉ ଆଉ
ପଜିଟିଭ ଥଟ୍କୁ ଇନଭୋକ୍ କରିବା। ଯେଉଁ ସୋର୍ସରୁ ଆମକୁ ନେଗେଟିଭ ଥଟ୍ ଆସୁଛି ସେ ସୋର୍ସ ଗୁଡ଼ାକୁ ଆମେ କଟ୍ କରିବା। ନ୍ୟୁଜ୍ ପଢ଼ିବା ନାହିଁ, ବିକଜ ନ୍ୟୁଜ୍ ଇଜ୍ ଏ ଗୁଡ୍ ସୋର୍ସ ଅଫ୍ ନେଗେଟିଭ ଥଟ୍ସ। ନ୍ୟୁଜ୍ ପେପର ହଉ, ନ୍ୟୁଜ୍ ଚ୍ୟାନେଲ ହଉ, କାହିଁକିନା ଆମେ ତାକୁ ଦେଖିକି ଲାଭ କ'ଣ ହେବ? ମନେକର ଗୋଟେ ନ୍ୟୁଜ୍ ଚ୍ୟାନେଲ ଆପଣ ଖୋଲିଲେ, ସେଥିରେ ଅନବରତ କେଉଁଠି କିଏ ମଲା, କେଉଁଠି ଆକ୍ସିଡେଣ୍ଟ ହେଲା, କେଉଁଠି ବସ୍ ଗଡ଼ି ପଡ଼ିଲା, ତାକୁ ଜାଣିକି ଆପଣଙ୍କର ପର୍ସନାଲ ଲେଭେଲରେ କ'ଣ ଇମ୍ପ୍ରୁଭମେଣ୍ଟ ହେବ? ତେଣୁ ତାକୁ ଆମେ କଟ୍ କରିବା। ଆଗେ ନିଜକୁ ହିଲ୍ କରିବା, ନିଜ ଭିତରେ ନେଗେଟିଭିଟିକୁ କାଢ଼ିବା, ଏବଂ ତାପରେ ଯାଇକି ଯଦି ଆମେ ନିଜେ ନ୍ୟୁଟ୍ରାଲାଇଜ୍ କଲୁ ନିଜକୁ, ତାପରେ ୱିଲ୍ ଗୋ ଫର୍ ଦ we can see. So this is the all about cholesterol. So thank you all.